ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆପଣଙ୍କୁ ସ୍ୱାଗତ କରୁଛି ନିର ଓଡ଼ିଆ ଟିଭି କି। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଚାଷୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଏହି ଦିନ ସବୁ କାଳିଆ ଭାଇମାନଙ୍କୁ ମିଳିବ ଆଗାମୀ କିସ୍ତିର ଟଙ୍କା। ମିଳିଥିବା ଖବର ଅନୁଯାୟୀ କାଳିଆ ଯୋଜନା ନେଇ ଆସିଗଲା ଆଉ ଏକ ବଡ଼ ଖବର। ଯଦି ଆପଣ ଏକ କାଳିଆ ଯୋଜନା ହିତାଧିକାରୀ ଅଟନ୍ତି, ଆପଣଙ୍କ ପାଇଁ ଆସିଗଲା ଆଉ ଏକ ଖୁସି ଖବର। ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ ଖାତାକୁ ଆସିଯିବ 2000 ଟଙ୍କା। ତେବେ ଏହି ମାସ ମେ 10 ତାରିଖରେ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ରାଜ୍ୟ ସରକାର ସେହି ଅବସରରେ ସରକାର କାଳିଆ ଯୋଜନା ଟଙ୍କା ପଠାଇବେ ବୋଲି ସୂଚନା ମଧ୍ୟ ରହିଛି। ଆଉ ଯଦି ଆପଣଙ୍କ ନାମ ମଧ୍ୟ କାଳିଆ ଯୋଜନା ହିତାଧିକାରୀରେ ଅଛନ୍ତି, ତାହେଲେ ଆପଣଙ୍କୁ ମଧ୍ୟ ଟଙ୍କା ମିଳିବ। ଏଥିପାଇଁ ଆପଣ କୌଣସି ଆବେଦନ କରିବାକୁ ଆବଶ୍ୟକ ନାହିଁ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କଡ଼ ଲେଉଟାଇଲାଣି ପାଗ। ଆଗାମୀ 24 ଘଣ୍ଟାରେ ସବୁ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା। ମିଳିଥିବା ଖବର ଅନୁଯାୟୀ ତାତୁରିଆ ସ୍ୱସ୍ତି ଦେବ କାଳବୈଶାଖୀ। ଆଗାମୀ 24 ଘଣ୍ଟା ଉପତି ସମକଳ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା। ପାଣିପାଗ ବିଭାଗ ଅନୁଯାୟୀ 3 ରୁ 5 ଡିଗ୍ରୀ ଯାଏଁ ଖସିବ ତାପମାତ୍ରା। କମିବ ଦିନର ତାପମାତ୍ରା, ତାତିରୁ ମିଳିଯିବ ଆଶ୍ୱସ୍ତି। ଆଗାମୀ 24 ଘଣ୍ଟା ଉପକୂଳ ସମେତ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ। ଫଳରେ ଆଗାମୀ 2-3 ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ 3 ରୁ 5 ଡିଗ୍ରୀ ହ୍ରାସ ପାଇବ। ତେବେ ରାଜ୍ୟର 19ଟି ଜିଲ୍ଲାକୁ କାଳବୈଶାଖୀ ଜନିତ ବର୍ଷା ହୋଇଥିବା ବେଳେ ଆଉ କିଛି ଜିଲ୍ଲାକୁ ଆଲର୍ଟ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ପୂର୍ବାନୁମାନ କରିଛି। ଏଥିସହିତ ମେ 9ରୁ ମେ 15 ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ କହିଛି ପାଣିପାଗ ବିଭାଗ କେନ୍ଦ୍ର। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ 4158 ମତଦାତା। ମିଳିଥିବା ଖବର ଅନୁଯାୟୀ ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ର ପରିପୁଷ୍ଟ କରିବାରେ ପ୍ରତିଟି ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଘରୁ ମତଦାନର ବ୍ୟବସ୍ଥା ରହିଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ 4ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ। ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ ନିର୍ବାଚନ ନିଷ୍ପତ୍ତି କ୍ରମେ ପ୍ରଥମ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନରେ 85 ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ମତଦାତା ଏବଂ 40%ରୁ ଅଧିକ ଭିନ୍ନକ୍ଷମ ମତଦାତା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଘରୁ ମତଦାନର ବ୍ୟବସ୍ଥା ରହିଛି। ଏହିଭଳି ମତଦାତାମାନେ ଚାହିଁଲେ ସେମାନଙ୍କ ମତଦାନ କେନ୍ଦ୍ରରେ ଆସି ମତଦାନ କରିବା ପାଇଁ ପ୍ରଶାସନ ତରଫରୁ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ। ଅନ୍ୟଥା ସେମାନେ ଘରୁ ମତଦାନ କରିବାର ବିକଳ୍ପକୁ ମଧ୍ୟ ବାଛିପାରିବେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବନ୍ଧା ହେଲା ମାତାଲ ଡାକ୍ତର, ରାଜଧାନୀରେ ଖେଳାଇଲେ ଆତଙ୍କ। ସିରିଜ୍ ଦୁର୍ଘଟଣାରେ 4 ଜଣଙ୍କ ଉପରେ ଚଢ଼ାଇ ଦେଲେ ଗାଡ଼ି। ମିଳିଥିବା ଖବର ଅନୁଯାୟୀ ରାଜଧାନୀରେ ଆତଙ୍କ ଖେଳାଇଲେ ମଦୁଆ ଡାକ୍ତର ଗାଡ଼ି। ନିଶାସକ୍ତ ଅବସ୍ଥାରେ ଡାକ୍ତରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ହସ୍ପିଟାଲରେ ବେଡ୍ରେ ଲୋକମାନେ ରୋଗୀଙ୍କୁ ଦେଖି ଆସିବା ପାଇଁ ପରିବାର ଡାକ୍ତରଙ୍କ ଗାଡ଼ି ଦୁର୍ଘଟଣା ଯୋଗୁଁ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 4 ଜଣ ବ୍ୟକ୍ତି ଏବେ ଘରୋଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସୂଚନା ମୁତାବକ ଏକାଧିକ ବ୍ୟକ୍ତି ଦେହର ହାଡ଼ ବି ଭାଙ୍ଗି ଯାଇଛି। ମୁଣ୍ଡ ଓ ଦେହର ଗଭୀର ଆଘାତ ଲାଗିଛି। ଦିନରେ ବାରରେ ମଦ ପିଇ ମାତାଲ ଅବସ୍ଥାରେ ଗାଡ଼ି ଚଲାଉଥିଲେ ଏକ ଘରୋଇ ହସ୍ପିଟାଲର ଆଇସିୟୁ ଇନଚାର୍ଜ ଡାକ୍ତର ସଞ୍ଜୟ ମହାନ୍ତି। ଗାଡ଼ି ଏତେ ବେଗରେ ଥିଲା ଯେ କେହି କିଛି ବୁଝିବା ଆଗରୁ ଅଟୋ, କାର୍, ସ୍କୁଟି ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହିପରି ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ବି ଗାଡ଼ି ଚଢ଼ାଇ ଦେଇଥିଲେ ଡାକ୍ତର। ସେହିପଟେ ମଦୁଆ ଡାକ୍ତର ସଞ୍ଜୟ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଶହୀଦନଗର ଥାନା ପୁଲିସ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କେତେ ସୁରକ୍ଷିତ ଆପଣଙ୍କ ଘରକୁ ଆସୁଥିବା କ୍ଷୀର ପ୍ୟାକେଟ୍? ହାଇକୋର୍ଟର ଦାଖଲ ରିପୋର୍ଟ ବଡ଼ ଧରଣର ଖୁଲାସା। ମିଳିଥିବା ଖବର ଅନୁଯାୟୀ କ୍ଷୀର ଆମ ଦୈନନ୍ଦିନ ଜୀବନରେ ବେଶ୍ ଆବଶ୍ୟକ ହୁଏ। ସକାଳ ଚା ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏହା ବ୍ୟବହାର ହୁଏ। ତେବେ ଏକ ରିପୋର୍ଟରେ ଦାବି କରାଯାଇଛି କି ଯେଉଁ କ୍ଷୀର ଦିଲ୍ଲୀରେ ଯୋଗାଇ ଦିଆଯାଉଛି ସେଥିରେ ଆକ୍ସୋଟୋନିକ୍ ମିଶ୍ରଣ ହେଉଛି। ଏହା ସେହି ମେଡିସିନ ଯାହା ଉପରେ 2018ରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ। ସେତେବେଳେ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା କି ଅଧିକ ଦୁଗ୍ଧ ଉତ୍ପାଦନ ଲାଗି ମଇଁଷି ଉପରେ ଏହାର ଭୁଲ ପ୍ରୟୋଗ ହେଉଛି। ଏହାଦ୍ୱାରା କେବଳ ମଇଁଷି ନୁହେଁ, ବରଂ କ୍ଷୀର ଖାଉଥିବା ଲୋକଙ୍କ ଉପରେ ମଧ୍ୟ ହାନିକାରକ ପଡ଼ୁଛି। ତେବେ ଏହାପରେ ଦିଲ୍ଲୀରେ ହାଇକୋର୍ଟ ରାଜଧାନୀରେ ଗାଈ ମଇଁଷି ରଖୁଥିବା ଫାର୍ମରେ ଅକ୍ସିଟୋନିକ୍ ମେଡିସିନର ଭୁଲ ବ୍ୟବହାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଲେ ଯେ ହରମୋନ୍ ସମ୍ବନ୍ଧୀୟ ମେଡିସିନ ଦେବାରେ ପଶୁଙ୍କ ପ୍ରତି କ୍ରୁରତା ଏବଂ ଅପରାଧ ଅଟେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପିଆଜ ରପ୍ତାନି ଉପରୁ କଟକଣା ହଟାଇଲେ କେନ୍ଦ୍ର ସରକାର। ମିଳିଥିବା ଖବର ଅନୁଯାୟୀ ପିଆଜ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ଏକ ବିଜ୍ଞପ୍ତି ଜରିଆରେ ଏହି ଆବେଦନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି।
ଏହା ସହ ପ୍ରତି ଟନ୍ ପିଆଜ ଲାଗି $550 $46 ପ୍ରତି କେଜିରେ ରପ୍ତାନି ଦର ଧାର୍ଯ୍ୟ କରାଯିବ। ସେହିଭଳି 4% ରପ୍ତାନି ଶୁଳ୍କ ମିଶାଇ ପିଆଜ ଟନ୍ ପ୍ରତି $770। ରବି ଓ ଖରିଫ ଫସଲ ଅନୁମାନିକ ଅଭାବ ଯୋଗୁଁ ପିଆଜରେ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗତ ବର୍ଷ ଡିସେମ୍ବରରେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ହେଲେ ଗତ ମାସରେ କେନ୍ଦ୍ର ସରକାର ବାଂଲାଦେଶ, ୟୁଏଇ, ଭୁଟାନ, ବାହାରିନ୍, ମସିରନ୍ ଓ ଶ୍ରୀଲଙ୍କା ଭଳି 6ଟି ଦେଶକୁ 99,000 ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ପାଇଁ ଅନୁମତି ଦେଇଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 10ରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ। ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍କାନନରେ ଓଡ଼ିଶା ନିର୍ବାଚନ ପ୍ରଚାର ସପ୍ତାହ ଭିତରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ତେବେ ରବିବାର ଆସି ଭୁବନେଶ୍ୱରରେ ରାଜଭବନ ରହିବେ। ତେବେ 6 ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭା ନିର୍ବାଚନ ପ୍ରଚାର କରିବେ। ପୁଣି 10ରେ ଆଉ ଥରେ ଆସି ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ କରିବେ। 11ରେ ବଲାଙ୍ଗୀର, କଣ୍ଟାବାଞ୍ଜିରେ ଭୋଟ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ନିର୍ବାଚନ ପ୍ରଚାର ପାଇଁ ରବିବାର ରାତି 9:30ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନ ରାତ୍ରି ଯାପନ କରି ପ୍ରଧାନମନ୍ତ୍ରୀ 6 ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରିଯିବେ ମୋଦି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଇନ୍ଦିରା ଛକ ନିକଟରେ ଭାରସାମ୍ୟ ହରାଇ ଡ୍ରାଇଭରକୁ ପିଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ। ମିଳିଥିବା ଖବର ଅନୁଯାୟୀ ବାନେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡ୍ରାଇଭରକୁ ପିଟିଛି ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛି। ସୂଚନା ମୁତାବକ 50ରୁ ଅଧିକ ଯାତ୍ରୀ ନେଇ ବାଲେଶ୍ୱର କୋଲକାତା ଅଭିମୁଖେ ଯାଉଥିଲା ଏହି ଘରୋଇ ବସ୍ଟି। ତେବେ ହେଲେ ରାତି ପ୍ରାୟ 1ଟାଏ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ 60 ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଘଟିଥିଲା ଦୁର୍ଘଟଣା। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବଢ଼ିଲା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଅଡ଼ୁଆ। ସାପ ବିଷ ପରେ ମନି ଲଣ୍ଡରିଂ ଅଭିଯୋଗ। ଖୁବ୍ ଶୀଘ୍ର ସମନ ପଠାଇବାକୁ ଜେରା ପାଇଁ ଡକାଇବ ଇଡି। ମିଳିଥିବା ଖବର ଅନୁଯାୟୀ ବିଗ୍ ବସ୍ ଓଟିଟି 2ର ବିଜେତା ତଥା ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବ ପିଛା ଛାଡୁନି ଅଡ଼ୁଆ। ସାପ ବିଷ ମାମଲାରେ ଟିକିଏ ଥମିଯିବା ବେଳେ ଏବେ ଅର୍ଥ ହେରଫେର ନେଇ ଇଡି ଅଭିଯୋଗ ଜୋର କରିଛି। ଏହି ମାମଲାରେ ଖୁବ୍ ଶୀଘ୍ର ଇଡି ଏଲଭିସ୍କୁ ଜେରା କରିବ। ଏହା ସହ ଦାମୀ କାର ଅର୍ଥ ହେରଫେର ନେଇ ଯାଞ୍ଚ ଆରମ୍ଭ ହୋଇଛି। ସୂଚନା ମୁତାବକ ଏଲଭିସ୍ ଓ ଅନ୍ୟମାନଙ୍କ ନାମରେ ନଭେମ୍ବର ମାସରେ ହୋଇଥିବା ସାପ ବିଷ ମାମଲାର ଅଭିଯୋଗ ଆଧାରରେ ଇଡି ଜେରା କରିଛି। ଜେରା ପାଇଁ ଇଡି ଏଲଭିସ୍କୁ ଲକ୍ଷ୍ନୌ କାର୍ଯ୍ୟାଳୟ ଡାକିପାରେ। ସୂଚନା ମୁତାବକ ଏନେଇ ଇଡି ପିଏମ୍ଏଲ୍ ଧାରାରେ ଯାଞ୍ଚ ଆରମ୍ଭ କରିବ। ଏହା ଖୁବ୍ ଶୀଘ୍ର ଏଲଭିସ୍କୁ ଜେରା ପାଇଁ ନୋଟିସ୍ କରିପାରେ ଇଡି। ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ନିମାପଡ଼ା ବିଜେଡିର କମ୍ପନ, ସମୀରଙ୍କ ପ୍ରାର୍ଥୀତ୍ୱ ପୁନର୍ବିଚାର ପ୍ରତିବାଦରେ ସମୂହ ଇସ୍ତଫା। ମିଳିଥିବା ଖବର ଅନୁଯାୟୀ ବିଧାୟକ ସମୀର ଦାସଙ୍କୁ ନେଇ ନିମାପଡ଼ା ବିଜେଡିରେ କମ୍ପନ। ସମୀର ଦାସଙ୍କ ପ୍ରାର୍ଥୀତ୍ୱର ପୁନର୍ବିଚାର କରାନଯିବାରେ ପ୍ରତିବାଦ ଆୟୋଜିତ ହୋଇଥିଲା। ପ୍ରତିବାଦ ସଭାରେ ଯେଉଁଠି ଦଳୀୟ ନେତୃତ୍ୱକୁ ଖୋଲା ସମାଲୋଚନା କରିଛନ୍ତି ସମୀରଙ୍କ ସମର୍ଥକ। ନିମାଚଳାରେ ନିର୍ବାଚନ ମଣ୍ଡଳୀରେ 46ଟି ପଞ୍ଚାୟତରେ ଦଳୀୟ ସଭାପତି, କାର୍ଯ୍ୟକର୍ତ୍ତା, ନିମାପଡ଼ାର ଏନ୍ଏସିରେ 11ଟି ୱାର୍ଡ ସଭାପତି, 41ଟି କୋଅପରେଟିଭ୍ ସୋସାଇଟି ସଭାପତି, 56ଟି ଜଣୀୟ ପଞ୍ଚାୟତ ସ୍ତରୀୟ ଓ ଏନ୍ଏସି ସ୍ତରୀୟ ନିର୍ବାଚନ ପ୍ରତିନିଧି ଗର୍ଜିବା ସହ ବିଜେଡି ରାଜ୍ୟ ସଭାପତି ଉଦ୍ଦେଶ୍ୟ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ତାଙ୍କ ସହ 24 ଘଣ୍ଟା ମଧ୍ୟରେ ବିଧାୟକ ସମୀର ଦାସଙ୍କୁ ତାଙ୍କ ନିଷ୍ପତ୍ତି ଦଳୀୟ ନେତୃତ୍ୱକୁ ଅବଗତ କରିବାକୁ ଚେତାବନୀ ଦେଇଛନ୍ତି। ନିମାପଡ଼ା ମୁକ୍ତକାଶ ରଙ୍ଗମଙ୍ଗରେ ଆୟୋଜିତ ପ୍ରତିବାଦ ସଭାରେ ସମୀର ଯୋଗ ଦେଇ ବି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କେଉଁ ବକ୍ତବ୍ୟରେ ନିମାପଡ଼ାରେ ରାଜନୈତିକ ସମୀରଙ୍କ ଦଳିବାର ସମୀର ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ ଲାଞ୍ଜିଗଡ଼। ମିଳିଥିବା ଖବର ଅନୁଯାୟୀ ବେଦାନ୍ତ ଲାଞ୍ଜିଗଡ଼ ଲିମିଟେଡ୍। ଲାଞ୍ଜିଗଡ଼ ଭାରତୀୟ ଅଗ୍ରଣୀ ମେକାନିଜାଲ ଗ୍ରେଡ୍ ଆଲୁମିନିୟମ ଉତ୍ପାଦନ ଏହାର ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉନ୍ନତି ଶକ୍ତି ପରିଚାଳନା ବ୍ୟବସ୍ଥାକୁ ଗ୍ରହଣ କରିଛି। ଏହା 120ଟି ଜଟିଳ ବୈଦେଶିକ ସମ୍ପତ୍ତିର କାର୍ଯ୍ୟଦକ୍ଷତା ମାପଦଣ୍ଡ ଉପରେ ନଜର ରଖିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ପ୍ଲାଣ୍ଟର ଶକ୍ତି ଦକ୍ଷତା ବିକାଶ ହେବ। ଏହା ଏକ ଉନ୍ନତ ଡିଜିଟାଲ ଇଞ୍ଜେକ୍ସନ ପ୍ରୟାସ ଯାହାକି ବର୍ଦ୍ଧିତ କାର୍ଯ୍ୟକ୍ଷମ ଅପ୍ଟିମାଇଜେସନ ଓ ରିଫାଇନାରୀ କାର୍ଯ୍ୟରେ ସ୍ୱୟଂଚାଳିତ ବୃଦ୍ଧି ଘଟାଇଥାଏ।